ପଛରେ ଥିଲା କଟକରେ ମେଡିକାଲ କଟକର ବିଶ୍ୱ ସ୍ତରରେ ନାଁ ଅଛି କିନ୍ତୁ ଆମେ ଆଜି କଟକରେ ଅବହେଳିତ ଅଛୁ। କଟକରେ ଆମେ ଯୋଉ ରୂପରେ କଟକ ମାକୁ ମା ଚଣ୍ଡୀ ମାକୁ ଦେଖିବା କଥା ଆମେ ସେ ରୂପରେ ଆଜି ପାଉନୁ। କଟକଟା ବର୍ତ୍ତମାନ ବହୁତ କଞ୍ଜଷ୍ଟେଡ୍। ଏଠି ଗୋଟେ କାର ବସିଲେ ଅନ୍ୟଟି ବାହାରି ପାରିବାକୁ ଘଣ୍ଟା ଘଣ୍ଟା ସମୟ ଆମକୁ ଲାଗେ। କଟକଟା ନାଳ ନର୍ଦ୍ଦମାରେ ବୁଡୁଛି। କଟକର ମଶାର ଉପଦ୍ରବ ରହିଛି। କଟକରେ ଆମେ ଯୋଉ ଉନ୍ନତ ମାନର ଲାଇଟ୍ ଯୋଉ ବର୍ତ୍ତମାନ ସଜସଜା ନାହିଁ, କଟକକୁ ସଜେଇବାର ଆବଶ୍ୟକତା ଅଛି, ସେଟା ଲାଇଟ୍ର ନାହିଁ। କଟକରେ ଓଭରବ୍ରିଜ ଟ୍ରାଫିକ କଣ୍ଟ୍ରୋଲ ପାଇଁ ଦରକାର, ସେସବୁ ନାହିଁ। ଦୁଇଟା ନଦୀ କଟକ ସାଇଡରେ ପାଣି ଅଛି। ପାଣିଟା ହେଉଛି କୃଷି ଆଉ ଶିଳ୍ପ ପାଇଁ, କିନ୍ତୁ ଆମର ଏଠି କୃଷି ଆଉ ଶିଳ୍ପ ହବ୍ ଅଛି କିନ୍ତୁ ଏଠି କରାଯାଉନି। ଦିଟା ନଦୀ କି ଆଉ ଦିଟା ବ୍ରିଜ ସଜେଇ କରାଯାଇ କଟକକୁ ଏକ୍ସପାଣ୍ଡ କରାଯାଉ, ଏଇଟା ଆମର କଟକିଆ ତରଫରୁ ଦାବିପତ୍ର। ଆଉ ଗୋଟେ ମୁଁ ନିବେଦନ କରିବି ସବୁ ଦଳର ନେତୃମଣ୍ଡଳୀ ସମସ୍ତଙ୍କୁ, ଏଠି କଟକରେ ବାହାର ଲୋକଙ୍କୁ ଆଣି ଏଠି ଥୁଅନି। ଯୋଉ ଦଳ ହଉଛି କଟିକିଆ ଲଢନ୍ତୁ। କଟକର ଭାଇଚାରା ଅଛି। କଟକର ଆମର ରାମଲୀଳା କମିଟି ହଉ, କଟକର ଦିଗଭାଗ ହଉ, କଟକର ପୂଜା କମିଟି, କଟକର ଶାନ୍ତି କମିଟି ସାରା ବିଶ୍ୱରେ ଅନନ୍ୟ। କଟକ ସାରା ବିଶ୍ୱକୁ ଦିଗ୍ଦର୍ଶନ ବାର୍ତ୍ତା ଦେଇଛି। ଏଠୁ ସାଧୁସନ୍ଥ ମାନେ କଟକକୁ ଯାଇଛନ୍ତି, ରାଜନୀତିଜ୍ଞ ଯାଇଛନ୍ତି, କିନ୍ତୁ କଟକକୁ ଅବହେଳା ନଯାଉ। ଏ ମାଟି ଦିନେ ନିଶ୍ଚିନ୍ତ ସମୟ ଆସିଛି, ମା ଚଣ୍ଡୀଙ୍କର ଆଶୀର୍ବାଦରୁ କଟକ ମାଟି ନିଶ୍ଚିନ୍ତ ହସି ଉଠିବ। ଆମେ ଆଶା କରୁଛୁ। ଇଏ ହଉଛି ଜନତାର, କଟକ ହଉଛି ଜନତାଙ୍କର। ଏଠି ଜନତା ବର୍ତ୍ତମାନ ସଚେତନ। ତେଣୁ ଜନତା ନେତା ତିଆରି କରନ୍ତି, ନେତା କିଛି ନୁହଁ, ଜନତା ନେତାକୁ ନେଇ କରନ୍ତି। ତେଣୁ ମୁଁ ନିବେଦନ କରିବି କଟକ ସବୁ ଯୁବବନ୍ଧୁ, ମା ମାଉସୀ, ଭାଇ ଭଉଣୀ ସମସ୍ତଙ୍କୁ ନିବେଦନ କରୁଛି, ଆପଣ ସଚେତନ ହୁଅନ୍ତୁ। ଆପଣ ନେତା ଏକୁଟିଆ କିଛି କରିପାରିବେନି। ନେତାକୁ ନେଇ ଡାକି ଡୁକି ଆପଣ କରିବେ, ଯେ ଆପଣଙ୍କ ସାଙ୍ଗରେ ରହୁଛି, ଆପଣଙ୍କ ପାଖରେ ବସୁଛି, ଆପଣଙ୍କର ଯୋଉ ଅଛି ଭାଇଚାରା, ସେ ଭାଇଚାରା ଭିତରେ ସେ ନିଜକୁ ରଖିପାରୁଛି, ଆପଣଙ୍କ ଦୁଃଖ ସୁଖରେ ଛିଡା ହେଇପାରୁଛି, କଟକ ପାଇଁ କିଛି କହିପାରୁଛି। ତେଣୁ ଏ କଟକକୁ ଆଉ ଅବହେଳା କରାନଯାଉ। ଆପଣମାନେ ସମସ୍ତେ ସଚେତନ ହୁଅନ୍ତୁ। ମୁଁ ଆପଣଙ୍କର ଭାଇ, ମୁଁ ଆପଣଙ୍କ ସାଙ୍ଗରେ ସର୍ବଦା ରହି କାର୍ଯ୍ୟ କରିବାକୁ ମୁଁ ମା ଚଣ୍ଡୀଙ୍କ ପାଖରେ ମୁଁ ମୋର ପ୍ରତିଜ୍ଞା କରୁଛି। ମୁଁ ଆପଣଙ୍କ ସାଙ୍ଗରେ ରହି ଆପଣଙ୍କର ଯାହା କଟକ ପାଇଁ ଡେଭଲପମେଣ୍ଟ ଅଛି କାର୍ଯ୍ୟ ଆପଣ ମାନଙ୍କୁ ନେଇ କରିବାର ଆମର ଆଗ୍ରହ ଅଛି। ସେଥିପାଇଁ ମୁଁ ସମସ୍ତଙ୍କୁ ନିବେଦନ କରୁଛି। ଆଉ କଟକରେ ବାହାର ଲୋକଙ୍କୁ ଏଠି ଆଣି ରଖାନଯାଉ, ସବୁ ଦଳକୁ ନିବେଦନ ମୁଁ କରିବି। ଅପମାନ ନୁହଁ କି? କିନ୍ତୁ ଆମେ ଗୋଟେ ନିର୍ଦ୍ଦିଷ୍ଟ ଦଳରେ ରହି କାର୍ଯ୍ୟ କରିବା, ଏ ହେଉଛି ବ୍ୟବସ୍ଥା, ରାଜନୀତିକ ସାମାଜିକ ବ୍ୟବସ୍ଥା। ଆମେ ଦଳରେ ରହିବା, ନିଜେ ଯୋଉ ଦଳକୁ ଯିଏ ଚାହୁଁଛନ୍ତି, ଯାହାର ଆଇଡିଓଲୋଜି ଭଲ ଲାଗୁଛି ରୁହନ୍ତୁ। କିନ୍ତୁ ଯିଏ ଏଠି କାମ କରୁଛି, ମୁଁ ବିଜେପି ଦଳରେ କାର୍ଯ୍ୟ କରିଛି, ଆଜି ଦୀର୍ଘ ଦିନ ମଣ୍ଡଳ ସଭାପତି ହେଇଛି, ନମାମି ଗଙ୍ଗେର ଡିଷ୍ଟ୍ରିକ୍ଟ କୋଅର୍ଡିନେଟର କାର୍ଯ୍ୟ କରିଛି, ଆପଣଙ୍କର ବାକି ନିର୍ବାଚନ ମଣ୍ଡଳୀର ପ୍ରଚାର କମିଟିର ଅଧ୍ୟକ୍ଷ ଦେଇଥିଲେ। 55 ପଞ୍ଚାୟତ କଟକରୁ ଯାଇ ମୁଁ ରାତି 3ଟାରେ ଘରକୁ ଫେରି ବୁଲିଛି। ସେ ବାକିବାସୀ କହିପାରିବେ। ବାକିବାସୀ ବି ନିବେଦନ କରୁଛନ୍ତି, କଟକର ସମସ୍ତ ପୁରପଲ୍ଲୀରେ ଭାଇମାନଙ୍କର ଇଏ ଅଛି। ଆମେ ପଇସାରେ ଲଢେଇ କରିପାରିବାନି, କିନ୍ତୁ ଆମେ ଆପଣଙ୍କ ପାଖରେ ମୋ ମନର ଯୋଉ ଦୃଢତା ଅଛି, କଟକ ପାଇଁ କିଛି କରିବାର ମନରେ ଆବେଗ ଅଛି। ମା ଚଣ୍ଡୀଙ୍କ ପ୍ରତି ଆମର ଗୋଟେ ମାଟି ଅବହେଳିତ, ଆମେ ଦୁଃଖରେ ବି ଅଛୁ, ତାଙ୍କ ପାଇଁ କାମ କରିବାକୁ ଆଗ୍ରହ ପ୍ରକାଶ କରୁଛି। ମୁଁ ଜାଣେ ମା ଶକ୍ତି ହଉଛି ବିରାଟ, ମାଙ୍କର ଆଶୀର୍ବାଦ ଥିଲେ ନିଶ୍ଚିନ୍ତ ଅସମ୍ଭବ ସମ୍ଭବ ହବ। ମୁଁ ଚାହୁଁଛି କଟକ ହସିଅଛୁ। କଟକର ଯିଏ ଉନ୍ନତି କରୁଛି, ଯିଏ ବିଭିନ୍ନ କାର୍ଯ୍ୟରେ ଲିପ୍ତ ରହୁଛି, ସେପରି ବ୍ୟକ୍ତି ଆସି କଟକର ଉନ୍ନତି ହଉ। ତେଣୁ ଏ ମାଆର ଆଶୀର୍ବାଦ ଆସିବ, ମୋର ଏତିକି କାମନା। ଆପଣମାନଙ୍କୁ ସଚେତନ ନିବେଦନ, ଆପଣମାନେ ଠିକ ଲୋକକୁ ଆଣନ୍ତୁ, ଏ ମାଟିକି ହସାନ୍ତୁ। ଜୟ ଜଗନ୍ନାଥ, ବନ୍ଦେ ଉତ୍କଳ ଜନନୀ।